ଶ୍ରମିକ ସଂଗଠନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଟାକୁ ବିରୋଧ କରିଛନ୍ତି ଏବଂ ଆନ୍ଦୋଳନ ଜାରି ରହିଛି ଶ୍ରମ କୋଡ୍ ପ୍ରତ୍ୟାହାରକୁ। ଏ ଶ୍ରମ କୋଡ୍ କାହିଁକି ହେଇଛି ନା ଶ୍ରମିକ ମାନେ ଯୋଉ ଅଧିକାରଟା ପାଇଥିଲେ ସେ ଅଧିକାର ଗୁଡ଼ିକୁ ଶ୍ରମିକ ପାଖରୁ ଚଢ଼େଇ ନିଆଯାଉଛି। କରୋନା ସମୟରେ ଆପଣ ମାନେ ଦେଖିବେ ଲୋକ ଅସହାୟ ସେତେବେଳେ 12 ଘଣ୍ଟା ଶ୍ରମ କରିବା ପାଇଁ କୁହା ହେଇଥିଲା। ଏହି ପ୍ରକାର ପରିସ୍ଥିତି ଦେଶରେ ଶ୍ରମିକ ମାନେ ଯୋଉ ମଧ୍ୟଯୁଗୀୟ ବର୍ବରତା ଥିଲା, ମାଲିକ ମାନେ 12 ଘଣ୍ଟା 14 ଘଣ୍ଟା 16 ଘଣ୍ଟା ଖଟୁଥିଲେ, ଆଜି ସେଇଟା ଫେରି ଆସିବାକୁ ପୁଞ୍ଜିପତି ମାନଙ୍କ ସ୍ୱାର୍ଥରେ ଏ ସରକାର ସେଇଟାକୁ ଫେରେଇ ଆଣିବାକୁ ଚେଷ୍ଟା କରୁଛି ଏବଂ ଶ୍ରମିକ ମାନେ ସଂଘର୍ଷ କରୁଛନ୍ତି। ଯୋଉ ସର୍ବନିମ୍ନ ମଜୁରୀ ଯାହା ହବା କଥା କେନ୍ଦ୍ର ହୁଅନ୍ତୁ ବା ରାଜ୍ୟ ସରକାର ହୁଅନ୍ତୁ, ଯୋଉ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରୁଛନ୍ତି ସେଇଟା ବି ଶ୍ରମିକର ପ୍ରାପ୍ୟ ନୁହେଁ। ଶ୍ରମିକକୁ ଯେତିକି ସର୍ବନିମ୍ନ ମଜୁରୀ ବର୍ତ୍ତମାନ କେନ୍ଦ୍ର ସରକାର ରାଜ୍ୟ ସରକାର ନିର୍ଦ୍ଧାରଣ କରିଛନ୍ତି ସେଇ ମଜୁରୀରେ ବି ନିଜେ ସରକାର ବି ସେମାନଙ୍କୁ ପଇସା ଦଉନାହାନ୍ତି। ଆଜି ହେଉଛି ଶ୍ରମିକ ଦିବସ। ଶ୍ରମିକ ଦିବସ ଜିଲ୍ଲା ରାଜ୍ୟ ତଥା ସାରା ଦେଶରେ ଶ୍ରମିକ ଦିବସ ପାଳନ କରାଯାଉଛି, ଯେଉଁଥିରେ କି କେନ୍ଦ୍ରୀୟ ଶ୍ରମିକ ମାନଙ୍କ କୁହନ୍ତୁ କିମ୍ବା ଜିଲ୍ଲା ଶ୍ରମିକ ମାନେ କୁହନ୍ତୁ ଏକତ୍ରିତ ହୁଅନ୍ତି ଏବଂ ଏକତ୍ରିତ ହୋଇ ସଂଗଠନ ମାନଙ୍କ ମଧ୍ୟରେ କିଛି ଯେପରିକି ରହିଲା ସମ୍ବର୍ଦ୍ଧନା ସଭା ଏବଂ କିଛି ଯେପରି ରହିଲା ଶ୍ରେଷ୍ଠତା ଏହି ସବୁ ପ୍ରକାରର ଚର୍ଚ୍ଚା କରାଯାଏ ଏବଂ ଏହି ସବୁ ସଭା ଗୁଡ଼ିକ ଦେଖିବାକୁ ମିଳେ। ତ ଆମେ ବର୍ତ୍ତମାନ ଅଛୁ AIUTUC ର ଜିଲ୍ଲା ସଭାପତି ଯିଏକି ହେଉଛନ୍ତି କେନ୍ଦ୍ରୀୟ ଶ୍ରମିକ ଜିଲ୍ଲା ସଭାପତି ଖଗେଶ୍ୱର ସେଠୀ, ତାଙ୍କ ପାଖରେ ଆମେ ଅଛୁ। ତାଙ୍କ ସହିତ ଆମେ ଚର୍ଚ୍ଚା କରିବା ଯେ ଆଜିକା ଦିନରେ କିପରି ଭାବରେ ଶ୍ରମିକ ମାନଙ୍କର ସ୍ଥିତି ରହିଛି। ସାର୍ ଆପଣଙ୍କୁ ଚର୍ଚ୍ଚା ଟିମରୁ ପ୍ରଥମେ ସ୍ୱାଗତ କରୁଛୁ। କଣ କହିବେ ଆଜିକା ଦିନରେ ଯୋଉ ଶ୍ରମିକ ମାନେ ଅଛନ୍ତି, ଯୋଉ ଜିଲ୍ଲା ସଭାପତି ହିସାବରେ ଶ୍ରମିକ ମାନଙ୍କ ପ୍ରତି କିପରି ବ୍ୟବହାର ଏବଂ ତାଙ୍କର ଆଚାର ବ୍ୟବହାର ଏବଂ ତାଙ୍କ ପ୍ରତି ହେଉଥିବା କିଛି ସୁବିଧା ସହଯୋଗ କେମିତି ଅଛି ଆପଣଙ୍କ ମଧ୍ୟରେ? ଦେଖନ୍ତୁ, ପ୍ରଥମେ ମୁଁ ଦେଶର ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କୁ, ଶ୍ରମଜୀବୀ ଭାଇ ଭଉଣୀ ମାନଙ୍କୁ ଐତିହାସିକ ମଇ ଦିବସରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ପ୍ରଥମେ ଜଣାଉଛି, ବିପ୍ଳବୀ ଅଭିନନ୍ଦନ ଜ୍ଞାପନ କରୁଛି। ତା ସହିତ ଶ୍ରମିକ ମାନେ ଆଜି ଦୀର୍ଘ ଆନ୍ଦୋଳନ ଜାରି ରଖିଛନ୍ତି। ତାଙ୍କର ନ୍ୟାଯ୍ୟ ଅଧିକାର, ତାଙ୍କର ମୌଳିକ ଅଧିକାର, ତାର ବଞ୍ଚିବାର ଅଧିକାର, ସାମ୍ବିଧାନିକ ଅଧିକାର ଆକୁ ପାଇବା ପାଇଁ ସେମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ଯୋଉ ପରିପ୍ରେକ୍ଷୀରେ ଆପଣ ପଚାରୁଛନ୍ତି ମତେ କହିବାକୁ ପଡିବ ଯେ ଆଜି ମଇ ଦିବସ ଆମେ ପାଳନ କରୁଛୁ। ମଇ ଦିବସଟା ଆମେରିକାର ହେ ମାର୍କେଟରେ ଲକ୍ଷ ଲକ୍ଷ ଶ୍ରମିକ ଲଢ଼େଇ ଫଳରେ ଏବଂ ଶ୍ରମିକ ମାନେ 8 ଘଣ୍ଟା ଶ୍ରମ ନିର୍ଘଣ୍ଟ ଦାବି କରିକିନି ଆନ୍ଦୋଳନ କରିଥିଲେ। ଏଇ 8 ଘଣ୍ଟା ଶ୍ରମ ନିର୍ଘଣ୍ଟ ପାଇଁ ଯୋଉ ଲଢ଼େଇ ହେଲା, ସେ ଲଢ଼େଇରେ ରାଷ୍ଟ୍ର ତାଙ୍କ ଉପରେ ଶ୍ରମିକ ମାନଙ୍କ ଉପରେ ଦମନ କଲା ଏବଂ ଶ୍ରମିକ ମାନଙ୍କୁ ପୁଲିସ ବାଡ଼େଇଲା, ହତ୍ୟା କଲା, ବହୁ ଶ୍ରମିକ ଶହୀଦ ହେଲେ। ନୌନୁଆଣ ହେଇକିନି ଶ୍ରମିକ ମାନେ ସେ ଆନ୍ଦୋଳନ ଜାରି ରଖିଲେ। ନିଜର ରକ୍ତ ଭିଜା କପଡ଼ାକୁ ଉର୍ଦ୍ଧ୍ୱେ ତୋଳି ସେମାନେ ଶୋଭାଯାତ୍ରା କଲେ ସେଇ ଐତିହାସିକ ମଇ ଦିବସକୁ। ସେଥିପାଇଁ ଶ୍ରମିକର ପତାକା ଲାଲ, ଶ୍ରମିକର ଲଢ଼େଇର ପ୍ରତୀକ ହେଉଛି ଲାଲ ପତାକା। ସେଇ ଐତିହାସିକ ମଇ ଦିବସ ଯେ 8 ଘଣ୍ଟା ଶ୍ରମ ନିର୍ଘଣ୍ଟ ଦେଇଥିଲା ସେ ଲଢ଼େଇ ଫଳରେ, କିନ୍ତୁ ଦୁଃଖର ବିଷୟ ଆଜି କେନ୍ଦ୍ର ସରକାର 4ଟି ଶ୍ରମ କୋଡ୍ ଆଣୁଛନ୍ତି। ଶ୍ରମିକ ମାନଙ୍କର ଯେତେ ଲଢ଼େଇ କରି ଯୋଉ ସବୁ ଶ୍ରମିକ ସପକ୍ଷରେ ଯୋଉ ଆଇନ ତିଆରି ହେଇଥିଲା, ସେ ଆଇନ ଗୁଡ଼ିକୁ ତାକୁ ରଦ୍ଦ କରିକିନି 4ଟି ଶ୍ରମ କୋର୍ଟରେ ପର୍ଯ୍ୟବେସିତ କରି ସଂସଦରେ ସେଟା ଆଗତ ହେଇଛି। ଏଇ ମେ ମାସ
ଏପ୍ରିଲ ମାସ 1ରୁ ସେଟା ଲାଗୁ କରିବେ ବୋଲି ସରକାର ଘୋଷଣା କରିଥିଲେ ଏବଂ ଓଡ଼ିଶା ସରକାର ଘୋଷଣା କରିଛି ନା ଆମେ ଯେଉଁ ଶ୍ରମ କୋଡ୍ ଲାଗୁ କରୁଛୁ ଏଇଟାକୁ ସମସ୍ତ ଦେଶରେ ଯେତକ କେବଳ ବିଜେପି ଶ୍ରମିକ ସଂଗଠନ ଛାଡ଼ି ଆଉ ସମସ୍ତ ଶ୍ରମିକ ସଂଗଠନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଟାକୁ ବିରୋଧ କରିଛନ୍ତି ଏବଂ ଆନ୍ଦୋଳନ ଜାରି ରହିଛି ଶ୍ରମ କୋଡ୍ ପ୍ରତ୍ୟାହାରକୁ। এই ଶ୍ରମ କୋଡ୍ କାହିଁକି ହେଇଛି ନା ଶ୍ରମିକ ମାନେ ଯୋଉ ଅଧିକାରଟା ପାଇଥିଲେ ସେ ଅଧିକାର ଗୁଡ଼ିକୁ ଶ୍ରମିକ ପାଖରୁ ଚଢ଼େଇ ନିଆଯାଉଛି। ବିଶେଷ କରି ଯୋଉ 8 ଘଣ୍ଟା ଶ୍ରମ ନିର୍ଘଣ୍ଟ ଆଜି ଲୋକ ଶ୍ରମିକ କାମ କରୁଛି ସରକାର ନିୟମ କଲେ କିଛି ଦିନ ତଳେ ଆପଣ ଗଣମାଧ୍ୟମରେ ଦେଖିଥିବେ ସରକାର ଘୋଷଣା କଲେ ଆମେ 8 ଘଣ୍ଟାରୁ 10 ଘଣ୍ଟାକୁ ଶ୍ରମ ନିର୍ଘଣ୍ଟ କରୁଛୁ ଓଡ଼ିଶା ସରକାର। এইভাবে বিজেপি শাসিত রাজ্য গুড়িকরে মধ্য 10 ঘন্টা 12 ঘন্টা শ্রম নির্ঘণ্ট ঘোষণা হয়েছে। করোনা সময় আপন মানে দেখবে লোক অসহায় সেতবে 12 ঘন্টা শ্রম করিয়া কুয়া হইতলা। এই প্রকার পরিস্থিতি দেশরে শ্রমিক মানে যে মধ্যযুগীয় বর্বরতা থিলা মালিক মানে 12 ঘন্টা 14 ঘন্টা 16 ঘন্টা খটাউলে আজ সেইটা ফেরি আসিয়া পুঞ্জিপতি মানক স্বার্থরে এই সরকার সেইটাকে ফেরাই আনিବାକୁ ଚେଷ୍ଟା କରୁଛି ଏବଂ ଶ୍ରମିକମାନେ ସଂଘର୍ଷ କରୁଛନ୍ତି। ଦେଖାଯାଉଛି କହିବାକୁ ଗଲେ ଶ୍ରମିକ ମାନେ ଯଦି ନଥାନ୍ତେ ଶ୍ରମିକ ହଉଛନ୍ତି ଗୋଟେ ଯେମିତି କୃଷକଙ୍କୁ କୁହାଯାଏ ମେରୁଦଣ୍ଡ ସଦୃଶ ସେହିପରି ଶ୍ରମିକ ମାନେ ମଧ୍ୟ ଆପଣଙ୍କର ସରକାରୀ ସେକ୍ଟରରେ କୁହନ୍ତୁ କିମ୍ବା ବେସରକାରୀ ସେକ୍ଟର ହୁଅନ୍ତୁ ଯୋଉ ବିଲ୍ଡର୍ସ ମାନଙ୍କ ସେକ୍ଟର କୁହନ୍ତୁ ଯୋଉ ସବୁ ଜାଗାରେ ଯୋଉ ଉନ୍ନୟନ ମୂଳକ କାମ ବି ହଉଛି ସେ ସବୁ ଶ୍ରମିକ ମାନଙ୍କର ମୁଖ୍ୟ ମାନେ ରୋଲଟେ ରହୁଛି। ତ ସେଠି ଯଦି ତାଙ୍କୁ ପାରିଶ୍ରମିକ ଏବଂ ପାରିଶ୍ରମ ଅଧିକ ସମୟ କରିବାକୁ ଏବଂ ତାଙ୍କ ପ୍ରତି ଯୋଉ ଜିନିଷ ଟିକେ ମାନେ ଟିକେ ଶୁଣିବା ଅତ୍ୟାଚାର ଟାଇପର ଲାଗୁନି। ଦେଖନ୍ତୁ ଶ୍ରମିକ ହଉଛନ୍ତି ଆମେ ଯାହା ଆଖିରେ ଦେଖୁଛୁ ଦୁନିଆରେ ଯେଉଁ ସବୁ ଜିନିଷ ତିଆରି ହେଇଛି ଯାହା ସବୁ ବିକାଶ ହେଇଛି ଆର ନିର୍ମାତା ହଉଛି ଶ୍ରମିକ। ସେ ସବୁ ତିଆରି କରୁଛି ଶ୍ରମିକ କିନ୍ତୁ ସେ ତା ହକ୍ ପାଉନି ତାକୁ ଶୋଷଣ ହଉଛି। ଶ୍ରମିକ ଯୋଉ ମୂଲ୍ୟ ପାଉଛି ଯୋଉ ଶ୍ରମର ମୂଲ୍ୟ ସେଟା ପ୍ରକୃତ ମୂଲ୍ୟ ନୁହଁ। ତାକୁ କାର୍ଲ ମାର୍କ୍ସ କହିଲେ ତାକୁ ଶୋଷଣ କରାହଉଛି। ତାକୁ ଯୋଉ ମଜୁରୀଟା ଦିଆହଉଛି ତାର ସେଟା ପ୍ରକୃତ ପ୍ରାପ୍ୟ ମଜୁରୀ ନୁହେଁ। ତା ମଜୁରୀରୁ ଶୋଷଣ କରିକି ମାଲିକ ଯୋଉ ଲାଭ ଉଠେଇ ସେଥିରୁ ତାକୁ ଅଳ୍ପ ପଇସା ଦିଆଯାଉଛି। ତେଣୁ ମାର୍କ୍ସଙ୍କର এই ଉକ୍ତିକୁ ଭିତ୍ତି କରିକି ଦେଶରେ ଶ୍ରମିକ ମାନେ ତାଙ୍କର ଅସଲ ପ୍ରାପ୍ୟ ପାଇବା ପାଇଁ ଲଢ଼େଇ ଜାରି ରଖିଛନ୍ତି। ତେଣୁ ଶ୍ରମିକ ମାନଙ୍କୁ ବିଭିନ୍ନ ଭାବରେ ଶୋଷଣ କରାହଉଛି। ଧରନ୍ତୁ ଜଣେ କାରଖାନାରେ ଶ୍ରମିକ ସେ 8 ଘଣ୍ଟା ଶ୍ରମ ଦଉଛି ସେ ଯୋଉ ଯାହା ପ୍ରଡକ୍ଟ କରୁଛି ପ୍ରଡକ୍ସନ କରୁଛି ଯୋଉଟା ହଉଛି ସେ ଯାହା ତିଆରି କରୁଛି ଯେତିକି ସମୟରେ ଯେତିକି କମ୍ପାନୀ ଧରନ୍ତୁ ଜଣେ ଶ୍ରମିକର ଶ୍ରମରେ ସେ 1000 ଟଙ୍କାର ପ୍ରଫିଟ ହଉଛି ସେ ଶ୍ରମିକ ପାଉଛି 500 ଟଙ୍କା ଆଉ 500 ଟଙ୍କା ମାଲିକ ପାଉଛି। ତାର ଶ୍ରମର ମୂଲ୍ୟଟା ମାଲିକ ନେଇଯାଉଛି। এইটা হচ্ছে বাস্তব কথা। ଶ୍ରମିକକୁ ଶୋଷଣ କରାହଉଛି ପ୍ରତ୍ୟେକ କ୍ଷେତ୍ରରେ। ଦେଖିବେ ଯେମିତି କି କୁହନ୍ତୁ ଆପଣଙ୍କର ଲେବର କାର୍ଡ ହେଲା କିମ୍ବା ଯୋଉ ମେକ୍ ଇନ୍ ଇଣ୍ଡିଆ ହେଲା କିମ୍ବା ଯେତେ ସବୁ ଲେବର ମାନଙ୍କ ପାଇଁ ଯୋଉମାନେ ସବୁ ଅଛନ୍ତି ଆମର ଶ୍ରମିକ ମାନଙ୍କ ପାଇଁ ତାଙ୍କ ପାଇଁକା ଯୋଜନା ମଧ୍ୟ କରାଯାଉଛି ଏବଂ ବିଗତ ସରକାରରେ ବି କରାଯାଉଥିଲା ଏବେ ବର୍ତ୍ତମାନ ସରକାରରେ ବି କିଛି କିଛି ଏମିତି କରାଯାଉଛି ଏବଂ ଦେଖାଯାଉଛି ଯେ ସମ୍ବର୍ଦ୍ଧନା ମଧ୍ୟ ଆଜିକା ଦିନରେ ଯେମିତି ଯୋଉ ମହି ଦିବସରେ ସମ୍ବର୍ଦ୍ଧନା ଦିଆଯାଉଛି ଏବଂ କିଛି ରାଶି ମଧ୍ୟ ପ୍ରଦାନ କରାଯାଉଛି ସେ ସମ୍ପର୍କରେ କଣ ଆପଣଙ୍କର? ଦେଖନ୍ତୁ ଗୋଟେ ପଟରେ ମାଲିକ ମାନେ କାରଖାନାର ମାଲିକ ମାନେ ଶ୍ରମିକ ମାନଙ୍କୁ ଶୋଷଣ କରୁଛନ୍ତି। ଖଣି ଖାଦାନ ଯେତେ ସବୁ ଶ୍ରମିକ କରୁଛନ୍ତି ଯୋଉ ମାଲିକ ମାନେ କାମ କରୁଛନ୍ତି ସେମାନେ ଶ୍ରମିକ ମାନଙ୍କୁ ପ୍ରାପ୍ୟ ଦଉନାହାନ୍ତି। ଦ୍ୱିତୀୟ କଥା ସରକାର ଶ୍ରମିକର ଯୋଉ ସର୍ବନିମ୍ନ ମଜୁରୀ ଯାହା ହବା କଥା କେନ୍ଦ୍ର ହୁଅନ୍ତୁ ବା ରାଜ୍ୟ ସରକାର ହୁଅନ୍ତୁ ଯୋଉ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରୁଛନ୍ତି ସେଇଟା ବି ଶ୍ରମିକର ପ୍ରାପ୍ୟ ନୁହେଁ। ଶ୍ରମିକଙ୍କୁ ଯେତିକି ସର୍ବନିମ୍ନ ମଜୁରୀ ବର୍ତ୍ତମାନ କେନ୍ଦ୍ର ସରକାର ରାଜ୍ୟ ସରକାର ନିର୍ଦ୍ଧାରଣ କରିଛନ୍ତି ସେଇ ମଜୁରୀରେ ବି ନିଜେ ସରକାର ବି ସେମାନଙ୍କୁ ପଇସା ଦଉନାହାନ୍ତି। ଧର ନରେଗା ଯୋଜନାରେ କାମ କରୁଥିବା ଶ୍ରମିକ ସବୁଠାରୁ ଗରିବ ଲୋକ ଗାଁର
ମାଟି ଖୋଳୁଛି, ସରକାର ସ୍ଥିର କଲେ 550 ଟଙ୍କା ଦେବେ, କିନ୍ତୁ ସିଏ ପାଉଛି 300 କି 400 ଟଙ୍କା, ପୁଣି 100 ଦିନ କାମ। ଏ ହଉଛି, ତେଣୁ ଶ୍ରମିକ ପୁରା ଦିନ କାମ ପାଉନି ଏବଂ ସରକାର ବି ତାକୁ ପ୍ରାପ୍ୟ ଦଉନି। ସରକାର ନିଜେ ନିର୍ଦ୍ଧାରଣ କରିଥିବା ଯୋଉ ମଜୁରୀ ସେ ସରକାର ବି ତାକୁ ଦଉନାହାନ୍ତି। ତେଣୁ ଏ ହଉଛି ବାସ୍ତବ ସ୍ଥିତି। ତେଣୁ ବିଭିନ୍ନ ଦିଗରୁ ଶ୍ରମିକ ଶୋଷଣ ହେଉଛି, ମାଲିକ ଶୋଷଣ କରୁଛି, ସରକାର ବି ଶୋଷଣ କରୁଛନ୍ତି ଏବଂ ଶ୍ରମିକ ମାନେ ସବୁ ଦିଗରୁ ଶୋଷିତ। ବର୍ତ୍ତମାନ ଦେଖାଯାଉଛି ଡିଜିଟାଲାଇଜେସନ, ସବୁ କ୍ଷେତ୍ରରେ ଡିଜିଟାଲାଇଜେସନ କରାଯାଉଛି। କିନ୍ତୁ ଡିଜିଟାଲାଇଜେସନ କରାଯାଉଛି, ଯୋଉ ଶ୍ରମିକ ଶ୍ରେଣୀର ଯୋଉ ସେଇ ବର୍ଗର ଲୋକମାନେ ଅଛନ୍ତି, ସେମାନେ ସେଇ ଡିଜିଟାଲାଇଜେସନ ପ୍ରତି କେତେ ଆକୃଷ୍ଟ ଏବଂ ତା ବିଷୟରେ ଜାଣିବେ କେମିତି? ଆପଣ ଦେଖୁଥିବେ ଏବେ ରିସେଣ୍ଟଲି ଗୋଟେ ହେଲା କେଉଁଝରର ଗୋଟେ ଇଏଟେ ଟ୍ରେଣ୍ଡ ବର୍ତ୍ତମାନ ଚାଲିଛି, ସବୁ ଜାଗାରେ ଘୁରି ବୁଲୁଛି ଗୋଟେ ଇଏଟେ, ଜିତୁ ମୁଣ୍ଡା ବୋଲି ଜଣେ ଗୋଟେ ନାଗରିକ ଜଣେ, ସିଏ ଗୋଟେ ବ୍ୟାଙ୍କକୁ ଯାଇଥିଲେ, ଏଇ ସବୁ ଚେକ୍ ସମ୍ବନ୍ଧୀୟ ପଇସା ପତ୍ର କିଛି ଏମିତି ସମ୍ବନ୍ଧୀୟର ଯାଇଥିଲେ, ଯେ କି ସିଏ ଜାଣିପାରିଲେନି ଯେ କଣ କୁହାଯିବ କଣ କରାଯିବ। ତ ସିଏ ସେଠୁ କଣ କଲେ, ଗୋଟେ ସ୍କେଲିଟଲ ତାଙ୍କର ଭଉଣୀର ସ୍କେଲିଟଲକୁ ଖୋଳିକି ନେଇକି ପଳେଇଥିଲେ। ତ ସେଥିରେ ଆପଣଙ୍କର କଣ ମତ? ଦେଖନ୍ତୁ, ଏଇ ଯୋଉ ବିଭିନ୍ନ ଯୋଉ ଡିଜିଟାଲ ଡେଭଲପମେଣ୍ଟ ଯୋଉ ସବୁ ହେଇଛି, ବ୍ୟାଙ୍କ ହଉ ବା ବିଭିନ୍ନ ଅଫିସ ଦପ୍ତର ହଉ, ଆ ଦ୍ୱାରା ସାଧାରଣ ଲୋକ ହଇରାଣ ହଉଛନ୍ତି। ଯେ ତୁମୁଣ୍ଡା କଥାଟା ଯୋଉ କହିଲେ, ଏଟା ବ୍ୟାଙ୍କରେ ତାକୁ ସେ ବ୍ୟାଙ୍କ ଅଫିସର ତାକୁ ସରଳ ବାଟ କହିଦବା କଥା। ବ୍ୟାଙ୍କର ଯୋଉ ନିୟମ ସବୁ ଲୋକ ବୁଝି ପିଇ ପାରିବେନି। ଆଉ ବର୍ତ୍ତମାନ ଯୋଉ ବିଭିନ୍ନ ଅନଲାଇନର କାରବାର, ସେ ସବୁ ଜିନିଷ ସାଧାରଣ ଲୋକ ବି ଧରି ପାରୁନାହାନ୍ତି। ବର୍ତ୍ତମାନ ଲେବର ଅଫିସରେ ହେଇଛି ସବୁ ଅନଲାଇନ କାରବାର। ଯିଏ ମୂଲ ଲାଗିବ, ସେ ଲେବର କାର୍ଡଟିଏ କରିବ, ସେ ସବୁ ଫାନ୍ଦରେ ସେ ପଶି ପାରୁନି। ତେଣୁ ଅନ୍ୟ ଶ୍ରମିକ ସଂଗଠନ ଜରିଆରେ ତାକୁ ଯିବାକୁ ପଡୁଛି। ଏପଟେ ସରକାର କହୁଛନ୍ତି ଡାଇରେକ୍ଟ ଶ୍ରମିକ କରିପାରିବେ, ସେପଟେ ମାନେ ଗୋଟେ ଶ୍ରମିକ ସେଟା ବୁଝିପାରୁନି, ସେ ଶ୍ରମିକ ସଂଗଠନର ସାହାରା ନେଉଛି ବାଧ୍ୟ ହେଇକି। ସରକାର କିନ୍ତୁ କହୁଛନ୍ତି ଶ୍ରମିକ ସଂଗଠନ କରିବା ଦରକାର ନାହିଁ, ଡାଇରେକ୍ଟ କରିପାରିବ। ଏହା ହେଉଛି ବାସ୍ତବ ସ୍ଥିତି। ଯଦି ଶ୍ରମିକ ସଂଗଠନ ସେଠି ନ ରହିବ, ସେ ଲୋକଟି ବି କୌଣସି ଜିନିଷ ଯେତିକି ଲୋକ ବି ପାଉଛନ୍ତି ସେଠି ପାଇବେ। ତେଣୁ ସରକାର ଏଇ ପ୍ରକାର ଯୋଉ ବ୍ୟବସ୍ଥା କରିଛନ୍ତି, ଏ ବ୍ୟବସ୍ଥା ସାଧାରଣ ଲୋକଙ୍କ ପାଇଁ ବୋଧଗମ୍ୟ ହଉନି, ବହୁତ ଜଟିଳ। ଆଉ ସେ ଜିତୁ ମୁଣ୍ଡା ବିଷୟ, ସେ ବ୍ୟାଙ୍କ ବାଲା ସିଧାସଳଖ କହିଦବା, ତୁ ସରପଞ୍ଚ ପାଖରୁ ଲେଖି ଆଣେ ତୋ ଭଉଣୀ ମରିଯାଇଛି ବୋଲି। ସେ କହୁଛି ତୋ ଭଉଣୀକି ନେଇଆ, ମୁଁ ପ୍ରମାଣ କେମିତି ଜାଣିଛି ମରିଛି ବୋଲି। ସେ ଭଉଣୀଟାକୁ ଭଉଣୀଟାକୁ ସେ ମାଟିରୁ ଖୋଳିକିନି ତା ହାଡ଼ ନେଇ ଆସିଲା। ଏଇଟା ଗୋଟେ ଅତ୍ୟନ୍ତ ଦୁଃଖର ବିଷୟ। ଏବଂ ସରକାର ସେ ଯୋଉଟା ତାଙ୍କର ଦାୟିତ୍ୱ କରିବା କଥା, ବ୍ୟବସ୍ଥା ଗୁଟାକୁ ସରଳ କରିବା କଥା, ବର୍ତ୍ତମାନ ସେଇଟା ନ କରିକିନି ସେ ଗୋଟେ ବର୍ତ୍ତମାନ ରାଜନୀତି ଚାଲିଛି ଦେଶରେ। ସରକାର କହୁଛନ୍ତି ସେ ମାନେ ଏଇ ଯୋଉ ଦାନ ମାଝି ହେଇଥିଲା। ଆରେ ତୁମେ ସେ ଦାନ ମାଝି ଖେଳଉଛ କାହିଁକି? ବର୍ତ୍ତମାନ ଯୋଉଟା ହେଇ ସେଇଟା କହୁନା, ସେ ହେଇଥିଲା ବୋଲି ତମେ କରିବ, ଏଟା ଅଲାଜୁକ କଥା ନୁହେଁ। ତେଣୁ ସରକାର ଏଇଆ, ତେଣୁ ସବୁ ଜିନିଷକୁ ଗୋଟେ ମାନେ ତାକୁ ପର୍ଦ୍ଦା ଢାଙ୍କିବା, ଏଇ ପ୍ରକାର ଯୋଜନା ସରକାରଙ୍କର ଚାଲିଛି। ସରକାରୀ ବ୍ୟବସ୍ଥାରେ ତ୍ରୁଟି ରହିଛି, ଏଇଟା ସ୍ୱୀକାର କଲେ କଣ ହବ? ବର୍ତ୍ତମାନ ଗୋଟେ ସମସ୍ତେ ଜାଣୁଛନ୍ତି, ବ୍ୟାଙ୍କ ବାଲା ତାକୁ ପଇସା ଦେଲାନି, ପ୍ରମାଣ ମାଗିଲା, ଏ କଥା ସମସ୍ତେ ଜାଣନ୍ତି, ସରକାର ବି ଜାଣେ, ଲୋକ ବି ଜାଣନ୍ତି। ତମେ ଗୋଟେ ଆରଡିସି ତଦନ୍ତ ପୁରେଇ ଦବ, ଆରଡିସି କଣ କରିବ? ସେ ସମସ୍ତେ ଜାଣନ୍ତି, ଆରଡିସି କଣ ଯାଇ ତଦନ୍ତ କରିବ? ସେ ବି ସେଇଆ କହିଲା। ତା ମାନେ ଏଟା ରାଜନୀତି ହଉଛି। ତେଣୁ ସରକାର ଯୋଉ ବ୍ୟବସ୍ଥା ଗୁଟା କରିବା କଥା, ଲୋକ ହଇରାଣ ଯେମିତି ନ ହେବେ, ସେଟା ସରଳ ହେବା କଥା। ଆଜି ଗୋଟେ ରିପୋର୍ଟ ପଢିଲି, କରୋନା ସମୟରେ ଯୋଉଟା ସରକାର ରିପୋର୍ଟ ଦେବା କଥା, ଓଡ଼ିଶାରେ ଯୋଉ ଦାଦନ ଖଟିବାକୁ ଯାଉଛନ୍ତି ପ୍ରବାସୀ ଶ୍ରମିକ, ପ୍ରାୟ 60-70 ଲକ୍ଷ ଲୋକ, ଆଜି ଏକ୍ଜାକ୍ଟ ଫିଗରଟା ମୋର ଭୁଲି ଯାଇଛି, ଓଡ଼ିଶାରୁ ଯାଇଥିଲେ, ଫେରିଲେ। ଏ ହଉଛି
ବାସ୍ତବ ଚିତ୍ର କି ମାନେ ଶ୍ରମିକ ମାନଙ୍କର କି ପ୍ରକାର ପରିସ୍ଥିତି ଆପଣ ଏଇଥିରୁ ଅନୁଭବ ଏବଂ କରୋନା ପରିସ୍ଥିତି ତ ଚାଲିଗଲା ପରେ ଯୋଉ ଶ୍ରମିକ ଫେରିଥିଲେ ସେ ବି ପୁଣି ସେଇ ଦାଦନ ହେଇକି ଚାଲି ଯାଇଛନ୍ତି। ସରକାର କହିଲେ ଦାଦନ ଆମେ ଦାଦନ ବନ୍ଦ କରିବୁ ବୋଲି ନରେଗା ଯୋଜନା ଭଲ ଭାବରେ ଚାଲୁ କରିବୁ। ନରେଗା ଯୋଜନାରେ ତମେ ସେ ତାର ଯାହା ନାଁ ଫାଁ ବଦଳଉଛ ବଦଳାଉ, ସେଥିରେ ଆମର କିଛି କହିବାର ନାହିଁ। ସେଥିରେ ତମେ ଆସ୍ତେ ଆସ୍ତେ ପ୍ରତିବର୍ଷ ତାର ବ୍ୟୟ ବରାଦ କମଉଛ, ଆଉ ସେଥିରେ ଦାଦନ କ'ଣ ଅଟକିବେ? ତାପରେ ତମେ ଯୋଉ ମଜୁରୀ ନିର୍ଦ୍ଧାରଣ କରିଛ, ସରକାର ଯୋଉ ମଜୁରୀ ନିର୍ଦ୍ଧାରଣ କରିଛି ସେଇ ହାରରେ ବି ମଜୁରୀ ତାକୁ ଦିଆଯାଉନି, ତା ଅଦା ଦିଆଯାଉଛି। ଏ ହଉଛି ବାସ୍ତବ କଥା। ଆଜି ଏଇ ଯୋଉ ଦିନକୁ ପାଳନ କରାଯାଉଛି, ଦେଖୁଛନ୍ତି ସରକାରୀ ସ୍ତରରେ ମଧ୍ୟ ପାଳନ କରାଯାଉଛି। ତ ଏଇ ଯୋଉ ଦିନକୁ ପାଳନ କରିବା ଏବଂ ରାଜନୀତି ଦିଟା ଭିତରେ କଣ ପାର୍ଥକ୍ୟ ଏବଂ କଣ ହବା ଉଚିତ? ସରକାର ଶ୍ରମିକ ମାରଣ ନୀତି ସବୁ ନେଉଛନ୍ତି। ସରକାର ପାଳନ କରିବାର କୌଣସି ମାନେ ଏଥିରେ କୌଣସି ଯୁକ୍ତି ନାହିଁ। ତମେ ତ ଶ୍ରମିକ ବିରୁଦ୍ଧରେ ସମସ୍ତ ନୀତି ପ୍ରଣୟନ କରୁଛ, ଶ୍ରମ କୋଡ୍ ଆଣିଛ, ତୁମେ ଏଇ ଡ୍ରାମା କାହିଁ କରୁଛ? ଡ୍ରାମା ପ୍ରହସନ କରିବା ଆବଶ୍ୟକତା ନାହିଁ। ଶ୍ରମିକ ତାର ହକ୍ ନେଇ ଲଢୁଛି, ତାର ଏଇ ଶ୍ରମିକ ଦିବସରେ ସେ ଶପଥ ନବ, ତା ଲଢେଇ ପାଇଁ ଶପଥ ନବ। ଯୋଉ ଆଜି ଯୋଉ 8 ଘଣ୍ଟା ଶ୍ରମ ଦିବସ ପାଇଁ ସେ ଦିନେ ଜୀବନ ଦେଇଥିଲା, ଶ୍ରମିକ ତା ଅଧିକାର ପାଇଥିଲା, ଆଜି ତାକୁ ଛଡେଇ ନିଆ ହେଉଛି। ତା ପାଇଁ ସେ ଲଢେଇ କରିବ, ଶପଥ ନବ। ସେଥିପାଇଁ ଶ୍ରମିକ ଏ ଦିବସ ପାଳନ କରୁଛି। ସରକାର ପାଳନ କରୁଛି ପ୍ରହସନ କରିବା ପାଇଁ, ନିଜର ପ୍ରଚାର ପାଇଁ। ଏଇଟା ହଉଛି ବାସ୍ତବ। ତ ଦେଖୁଥିଲେ ଯିଏ ହଉଛନ୍ତି ଆମ ପାଖରେ ଥିଲେ, ଆମ ଗଣରେ ଅଛନ୍ତି ଯିଏ ଖଗେଶ୍ୱର ସେଠୀ, ଯିଏ ହଉଛନ୍ତି କେନ୍ଦ୍ରୀୟ ଶ୍ରମ ସଂଗଠନର ଜିଲ୍ଲା ସଭାପତି। ତାଙ୍କଠୁ ଆମେ ପ୍ରତିକ୍ରିୟା ନେଉଥିଲୁ ଯେ ଯୋଉ ଆନ୍ଦୋଳନକାରୀ ଅଛନ୍ତି, ଯୋଉ ଶ୍ରମିକ ମାନେ ଆନ୍ଦୋଳନ କରନ୍ତି ଏବଂ ଆଜିକା ଡେଟ୍ରେ ମଧ୍ୟ ପ୍ରତ୍ୟେକ ଜାଗାରେ ଆନ୍ଦୋଳନ ମଧ୍ୟ କରାଯାଉଛି। ତେଣୁକରି ଆନ୍ଦୋଳନକାରୀ ମାନଙ୍କର ପତାକାର ରଙ୍ଗ ମଧ୍ୟ ଲାଲ ହୋଇଥାଏ, କାରଣ ସେ ଯୋଉ କରିଥିଲେ, ଯୋଉ ଆନ୍ଦୋଳନ କରିଥିଲେ ସେ ଶ୍ରମିକ ମାନେ ସେତେବେଳେ ମାନେ ତାଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ତାଙ୍କୁ ଯନ୍ତ୍ରଣା ମଧ୍ୟ ଦିଆଯାଇଥିଲା। ତ ସେଥିରେ ତାଙ୍କର କପଡା ରକ୍ତ ରଞ୍ଜିତ ହୋଇଯାଇଥିଲା। ତ ତେଣୁକରି ଏଇ ଦିନକୁ ଶ୍ରମିକ ଦିବସ, ମଇ ଦିବସ ଉପରେ ପାଳନ କରାଯାଏ। ଏବଂ ବର୍ତ୍ତମାନ ସମୟରେ ଯୋଉ କହିବାକୁ ଯାଉଛି ଗଲେ, ଯେତେ ସବୁ ଜାଗାରେ ହୁଅନ୍ତୁ କିମ୍ବା ସରକାରୀ ସ୍ତର କ୍ଷେତ୍ରରେ ହୁଅନ୍ତୁ କିମ୍ବା ଶ୍ରମିକ ଯେତେକ ସବୁ ସଂଗଠନ ହଉଛି, ସବୁ ଜାଗାରେ ଯୋଉ ପାଳନ କରାଯାଉଛି, ସେ ପାଳନର ତାତ୍ପର୍ଯ୍ୟ ପର୍ଟିକୁଲାରଲି ହେଇପାରନ୍ତା, ଠିକ ହେଇପାରନ୍ତା ଯେବେ ତାଙ୍କ ଉପରେ ପୁରା ଫୋକସ କରାଯାନ୍ତା ଏବଂ ତାଙ୍କର ସବୁ ଜିନିଷକୁ ସରଳ କରାଯାନ୍ତା ଏବଂ ତାଙ୍କ ଉପରେ ପ୍ରାଧାନ୍ୟତା ଦିଆଯାନ୍ତା। ସିଧାସଳଖ ମୁଁ ଆପଣଙ୍କୁ ଦେଖାଉଥିଲି କଟକରୁ କ୍ୟାମେରା ଜର୍ଣ୍ଣାଲିଷ୍ଟ ପ୍ରେମ କୁମାର ସେନଙ୍କ ସହିତ ରିପୋର୍ଟର ସୌମ୍ୟରଞ୍ଜନ ଦାସ, ଚର୍ଚ୍ଚା ନ୍ୟୁଜ।